ଭୁଲରେ ବି ଏହି ପାଞ୍ଚଟି କଥା ଅନ୍ୟ ଆଗରେ କୁହନ୍ତୁ ନାହିଁ, ନଚେତ୍ ଆପଣ ହୋଇପାରନ୍ତି ବର୍ବାଦ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏମିତି ପାଞ୍ଚଟି କଥା ଅଛି, ଯଦି ଆପଣମାନେ ଅନ୍ୟ କାହା ଆଗରେ ପ୍ରକାଶିତ କରିଦିଅନ୍ତି ତେବେ ଆପଣ ବର୍ବାଦ ହେବା ସୁନିଶ୍ଚିତ। ଦର୍ଶକ ବନ୍ଧୁ, ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ପାଞ୍ଚଟି କଥା ବିଷୟରେ କହିଥିଲେ। ଯଦି କୌଣସି ବି ମନୁଷ୍ୟ ଏହି ପାଞ୍ଚଟି କଥା ଅନ୍ୟ ଆଗରେ ପ୍ରକାଶିତ କରିଦିଏ ତେବେ ଦିନକୁ ଦିନ ସେ ବର୍ବାଦ ହବାର କାରଣ ସେ ନିଜେ ହିଁ ହୋଇଯିବ। ତେଣୁ କେବେ ବି ଏହି ପାଞ୍ଚଟି କଥା ଅନ୍ୟ ଆଗରେ କହନ୍ତୁ ନାହିଁ। ଆମେ ସାଧାରଣତଃ ଅନ୍ୟକୁ ନିଜର ବୋଲି ଭାବିକରି ନିଜର ବହୁତ କିଛି କଥା କହିଦେଇଥାଉ, ପରେ ସେମାନେ ହିଁ ଆମର ସବୁଠୁ ବଡ଼ ଶତ୍ରୁ ହୋଇଥାନ୍ତି। ଆମକୁ ତଳି ତଳାନ୍ତ କରିବା ପାଇଁ ଜମା ବି ପଛଘୁଞ୍ଚା ହୁଅନ୍ତୁ ନାହିଁ। ତେବେ ଯଦି ଆପଣ ବି ଏହି ଭୁଲ କରୁଛନ୍ତି, ଆଜି ହିଁ ସୁଧୁରି ଯାଆନ୍ତୁ। ଚାଲନ୍ତୁ ଜାଣିବା ଯେ କେଉଁ ପାଞ୍ଚଟି କଥା ଆମେ ଗୋପନୀୟ ରଖିବା ଉଚିତ। ତା ଆଗରୁ ମୋର ପ୍ରିୟ ଦର୍ଶକମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିହାତି ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଏହି ପାଞ୍ଚଟି କଥା କହିଥିଲେ। ଯେପରିକି ଯେତେବେଳେ ମହାଭାରତ ଯୁଦ୍ଧ ଚାଲୁଥିଲା, ମହାଭାରତ ଯୁଦ୍ଧ ସମୟରେ ଯୁଧିଷ୍ଠିରର ଜଙ୍ଘରେ ତାର ସବୁ ଶକ୍ତି ଲୁଚି କରି ରହିଥିଲା। ଯଦି ଭୀମ ସେହି ଜଙ୍ଘକୁ ପ୍ରହାର କରିଦେବ ତେବେ ତାର ମୃତ୍ୟୁ ସୁନିଶ୍ଚିତ, ଅର୍ଥାତ୍ ସେ ହାରିଯିବ। ଏହି କଥା ଶ୍ରୀକୃଷ୍ଣ ଜାଣିଥିଲେ। କହିବାର ତାତ୍ପର୍ଯ୍ୟ ନିଜର ଦୁର୍ବଳତା, ନିଜର ଦୋଷ ଦୁର୍ବଳତା କେବେ ବି ଅନ୍ୟ ଆଗରେ ପ୍ରକାଶିତ କରନ୍ତୁ ନାହିଁ। ଯେତେ ପାରୁଛନ୍ତି ନିଜର ଦୋଷ ଏବଂ ଦୁର୍ବଳତାକୁ ନିଜେ ହିଁ ନିଜ ମନ ଭିତରେ ରଖନ୍ତୁ। ନିଜକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ। ନିଜର ଏହା ନୁହେଁ ଯେ ଆପଣଙ୍କର ଦୋଷ ଅଛି ଆପଣ ପ୍ରକାଶିତ କରିବେ ନାହିଁ, ଅର୍ଥାତ୍ ଆପଣ କିଛି ଗୋଟେ ଭୁଲ କରିଦେଲେ ଯଦି ଆପଣ ତାହାକୁ ସରେଣ୍ଡର ନ କରିବେ ତେବେ କିପରି ସେହି ସମସ୍ୟାର ସମାଧାନ ହେବ। ଏହାର ମାନେ ନୁହେଁ ଯେ ଏମିତି କିଛି ଦୋଷ ଏବଂ ନିଜ ଭିତରର ଦୁର୍ବଳତା, ଯେପରିକି ଆପଣ ଭଲ ରୋଷେଇ କରିପାରୁନାହାନ୍ତି କିମ୍ବା ଆପଣ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି କିମ୍ବା ଆପଣଙ୍କ ଘରର ଗୋପନୀୟ କଥା, ଆପଣଙ୍କର ଶାଶୁ ବୋହୂ ଭିତରେ ପଡୁନାହିଁ, ସ୍ୱାମୀଙ୍କର ଦୁର୍ବଳତା, ଛୁଆଙ୍କର ପାଠ ପଡୁନାହିଁ ବୋଲି ଦୁର୍ବଳତା, ଏହି ସବୁ କେବେ ବି ଆଖପାଖର ପଡୋଶୀଙ୍କ ସହିତ କୁହନ୍ତୁ ନାହିଁ। ଏହା ଦ୍ୱାରା କଣ ହୋଇଥାଏ ନା ସେମାନେ ଆପଣଙ୍କୁ ଦୁର୍ବଳତାକୁ ସେମାନେ ହତିଆର କରିଦେଇଥାନ୍ତି। ଠିକ ସମୟରେ ଆପଣଙ୍କୁ ସେମାନେ ଓଲଟା ପ୍ରହାର କରିବେ। ଆଶା କରୁଛି ଆପଣମାନେ ଏହି କଥାକୁ ବୁଝି ସାରିଥିବେ। ନିଜର ଦୋଷ ଦୁର୍ବଳତାକୁ କେବେ ବି ଅନ୍ୟ ଆଗରେ କୁହନ୍ତୁ ନାହିଁ। ବିଶେଷ କରି ସେହି ପଡୋଶୀ ମାନେ ହିଁ, ସେହି ସାଙ୍ଗସାଥୀ, ସେହି ପରିବାର ବର୍ଗ ହିଁ ଆପଣଙ୍କୁ କାଲି ସକାଳେ ଏମିତି କଥା କହିବେ ଯାହାକି ଭାରି କଷ୍ଟ ଦବ ଆପଣଙ୍କୁ। ଦ୍ୱିତୀୟ କଥା ଏଇଆ ଅଟେ ଯେ ସ୍ୱାମୀ ସ୍ତ୍ରୀ ଗୋଟିଏ ପବିତ୍ର ସମ୍ପର୍କ ଅଟେ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ କେତେ କଳି ଝଗଡ଼ା ବି ହୋଇଥିବ, ମଧୁର ସମ୍ପର୍କ ବି ହୋଇଥିବ। ସ୍ୱାମୀ ସ୍ତ୍ରୀଙ୍କର କୌଣସି ବି କଥାକୁ ଅନ୍ୟ ଆଗରେ ପ୍ରକାଶିତ କରିବେ ନାହିଁ। ସେ ଆପଣ ଝଗଡ଼ା ଲାଗନ୍ତୁ, ଆପଣ ଖୁସିରେ ରୁହନ୍ତୁ, ଆପଣ ବାହାରକୁ ବୁଲିବାକୁ ଯାଆନ୍ତୁ, ଯାହାବି, କେବେ ବି ନିଜର ସେହି କଥାକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ। କୌଣସି ବି ପତି ପତ୍ନୀଙ୍କ ଭିତରର ଯେକୌଣସି ବି କଥାକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ। ଏହା ଦ୍ୱାରା ତୃତୀୟ ଲୋକ ଆପଣଙ୍କ ସମ୍ପର୍କକୁ ଆସିବା ପାଇଁ ଚେଷ୍ଟା କରିବ, ଯାହାଦ୍ୱାରା ସମ୍ପର୍କ ଭାଙ୍ଗିବାର ବି ସମ୍ଭାବନା ରହିଥାଏ। ତେଣୁ ସ୍ୱାମୀ ସ୍ତ୍ରୀର କୌଣସି ବି କଥାକୁ ବାହାରେ କିମ୍ବା ନିଜ ଘର ଲୋକଙ୍କ ଆଗରେ କୁହନ୍ତୁ ନାହିଁ। ଚେଷ୍ଟା କରନ୍ତୁ ସ୍ୱାମୀ ସ୍ତ୍ରୀଙ୍କର ଝଗଡ଼ା ସେହି ଗୋଟିଏ ବେଡରୁମର ଚାରି କାନ୍ଥ ଭିତରେ ହିଁ ରହିବ। ଉଭୟଙ୍କୁ ସମ୍ମାନ ଦେବା ନିଶ୍ଚୟ ଆବଶ୍ୟକ। ତୃତୀୟଟି ଏହା ଅଟେ ଯେ ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି କିମ୍ବା ଆପଣ କାହାକୁ ଯାହାକି ଲାଇଫ ପାର୍ଟନର ବନାଇବା ପାଇଁ ଚେଷ୍ଟା କରିଛନ୍ତି କିମ୍ବା ଆପଣ ଘରେ ଯଦି କୁଆଁରୀ ପୁଅ ବା ଝିଅ ଅଛନ୍ତି, ସେମାନଙ୍କର କେଉଁଠାରେ ଯଦି ପ୍ରସ୍ତାବ ହେଉଛି, ଆପଣମାନେ ଦେଖିଥିବେ ଯେ ବହୁତ ଲୋକ ଈର୍ଷା କରନ୍ତି, କାହିଁକି ସେ ଭଲ ଘରକୁ ଯିବ, କାହିଁକି ଭଲ ଝିଅକୁ ବାହା ହେବ। ଏମିତିରେ ଆମର ବହୁତ ଶତ୍ରୁ ଥାନ୍ତି। ଯଦି ଆପଣମାନେ ନିଜର ସେହି ପାର୍ଟନରଙ୍କ ବିଷୟରେ
ଆପଣ ଯଦି କହିଦିଅନ୍ତି ବହୁତ ସାରା ଶତ୍ରୁ ଆପଣଙ୍କର ସେହି ପ୍ରସ୍ତାବକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବେ, ଆପଣଙ୍କର ସମ୍ପର୍କକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବେ। ତେଣୁ ସଦାସର୍ବଦା ନିଜର ପ୍ରିୟ ମଣିଷଙ୍କର ସେହି ପାର୍ଟନର ମାନଙ୍କର ବିଷୟରେ କେବେ ବି ଅନ୍ୟ ଆଗରେ କୁହନ୍ତୁ ନାହିଁ। ଚତୁର୍ଥରେ, ଆପଣ କିଛି କାମ କରୁଛନ୍ତି, କିଛି କାମ କରିବା ପାଇଁ ଚାହୁଁଛନ୍ତି, ଦେଖୁଥିବେ କିଛି ଲୋକ ଫୁଟାଣି ମାରି ନିଜର କଥାକୁ ପ୍ରକାଶିତ କରିଦେଇଥାନ୍ତି, ଅନ୍ୟ ଆଗରେ ତୁରନ୍ତ କହିଦେଇଥାନ୍ତି ନିଜର ସେହି କଥାକୁ। କାମଟି ପୂରଣ ନ ହଉଣୁକା ସେମାନେ ଅନ୍ୟ ଆଗରେ କହିବା ପ୍ରାରମ୍ଭ କରିଦେଇଥାନ୍ତି, ଯାଦ୍ୱାରା କ'ଣ ହୋଇଥାଏ ନା ସେହି କାମଟି ନଜର ଲାଗି ଯାଇଥାଏ। ସେହି ଆପଣମାନେ ଦେଖୁଥିବେ, ଆପଣ ଗୋଟିଏ କାମ ପ୍ରାରମ୍ଭ କରନ୍ତୁ କରିବା ପାଇଁ, ସେହି କାମଟି ଆରମ୍ଭ ନ କରୁଣୁ ଅନ୍ୟମାନଙ୍କୁ କହିବା ପ୍ରକାଶିତ କରିଦିଅନ୍ତୁ, ଦେଖିବେ ସେହି କାମ ଆପଣଙ୍କର ତୁରନ୍ତ ଅଟକିଯିବ। ତେଣୁ ଯଦି ଆପଣ ଗୋଟିଏ କାମ ପୁରା ନ କରିଛନ୍ତି, ସଫଳତା ନ ପାଇଛନ୍ତି, କେବେ ବି ଅନ୍ୟକୁ କୁହନ୍ତୁ ନାହିଁ। ସଦାସର୍ବଦା ଚୁପଚାପ ରହିକରି କାମକୁ କରିବା ପାଇଁ ଚେଷ୍ଟା କରନ୍ତୁ। କେବେ ବି କାର୍ଯ୍ୟରେ ସଫଳତା ନ ପାଉଣୁ ଅନ୍ୟକୁ କୁହନ୍ତୁ ନାହିଁ କୌଣସି ବି କଥା। ପଞ୍ଚମଟି ଏଇଆ ଅଟେ ଯେ ଯଦି ନିଜ ଘରର ଗୋପନୀୟ କଥାକୁ ଆପଣ ଅନ୍ୟ ଆଗରେ କହିବେ, ସେମାନେ ଆପଣଙ୍କୁ ଅସମ୍ମାନ କରିବେ। ଆଗରେ ଆପଣଙ୍କୁ ସମ୍ମାନ ତ କରିବେ, କିନ୍ତୁ ପଛରେ ଆପଣଙ୍କର ଚୁଗୁଲି କରିବେ, ଅନ୍ୟ ଆଗରେ ଆପଣଙ୍କର କଥା କହିବେ। ଆପଣଙ୍କ ଘରେ ଆଜି ଆପଣମାନେ ଲୁଣ ସହିତ ଭାତ ଖାଆନ୍ତୁ, କିନ୍ତୁ ବାହାରେ କେବେ ବି ପ୍ରକାଶିତ କରନ୍ତୁ ନାହିଁ। ଯେଉଁଦିନ ପ୍ରକାଶିତ କରିଦେବେ, ସେହିଦିନ ଆପଣମାନେ ଦେଖିବେ ଯେ ଆପଣ ନିଜେ ନିଜର ସମ୍ମାନ କିପରି ହରାଇବା ପାଇଁ ଯାଉଛନ୍ତି। ଘରେ ଯାହା ବି ହେଉ, କେବେ ବି ବାହାର ଲୋକ ଆଗରେ କୁହନ୍ତୁ ନାହିଁ। ଯେତେବେଳେ ଗୋଟିଏ ଶାଶୁ ତାର ବୋହୂ ବିଷୟରେ ଅନ୍ୟ ଆଗରେ କହିବା ପ୍ରାରମ୍ଭ କରିଦିଏ, ସେହି ଲୋକ ବୋହୂକୁ ପୁରା କଥାକୁ ଚାରିଆଡେ ପ୍ରଚାରିତ କରିଦେଇଥାଏ, କିନ୍ତୁ ପ୍ରକୃତରେ ସେହି ବୋହୂଟି ହିଁ ଶାଶୁ ଶ୍ୱଶୁରର ବୁଢ଼ା ବୟସରେ ସାହାରା ହୋଇଥାଏ। କିନ୍ତୁ ଏହି ସମାଜ ବୁଝି ନଥାଏ ତାର କଥାକୁ, ତାର ପରିଶ୍ରମ, ତାର ତ୍ୟାଗକୁ କେବେ ବି ବୁଝି ନଥାଏ। କେବଳ ବୋହୂର କଥା ନୁହଁ ଆଜ୍ଞା, ବୋହୂ ଶାଶୁର କଥା, ସ୍ୱାମୀ ସ୍ତ୍ରୀର କଥା, ସ୍ତ୍ରୀ ସ୍ୱାମୀଙ୍କର କଥା, କିମ୍ବା ଆପଣଙ୍କର ପୁଅ ଝିଅ ଭଲ ପାଠ ପଢୁନାହାନ୍ତି, ସେମାନଙ୍କର ଚାକିରି ହେଉନାହିଁ, ଯାହା ବି ଆଜ୍ଞା, କେବେ ବି ନିଜ ଘରର ଗୋପନୀୟ କଥାକୁ ଆପଣ ଅନ୍ୟ ଆଗରେ ପ୍ରକାଶିତ କରନ୍ତୁ ନାହିଁ। ଏହି ଭିଡିଓ ଯେଉଁମାନେ ଦେଖୁଛନ୍ତି, ଥରୁଟେ ନିଜକୁ ପଚାରନ୍ତୁ, ଏହି 5ଟି ଜିନିଷ ଭିତରୁ କ'ଣ ଗୋଟିଏ ବି ଆପଣମାନେ ଅଙ୍ଗେ ଲିଭାଇ ନାହାନ୍ତି? ଏହି ଦୁନିଆରେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ଭୁଲ କରିଦେଇଥାଏ, ଜାଣି ଶୁଣି କେହି ଭୁଲ କରିନଥାଏ ଆଜ୍ଞା। ମଣିଷର ପରିସ୍ଥିତି ମଣିଷକୁ ବହୁତ ସାରା କଷ୍ଟ ଦେଇଥାଏ, ଯାହାକି ଧୀରେ ଧୀରେ ସେ ସେହି ପାପ କରିବା ପାଇଁ ବା ସେହି କଥାକୁ ବାହାରେ କହିବା ପାଇଁ ବାଧ୍ୟ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣ ଭୁଲରେ ବି ନିଜ ଘରର କଥା, ନିଜ ଘରର ଦୁଃଖ କଷ୍ଟ କାହା ଆଗରେ କୁହନ୍ତୁ ନାହିଁ। ଯଦି ଆପଣମାନେ ଚାହୁଁଛନ୍ତି କେହି ଜଣେ ଅଛି ଯିଏକି ଆପଣଙ୍କର ଦୁଃଖ କଷ୍ଟକୁ ଶୁଣିବ, ଆପଣଙ୍କର କଷ୍ଟକୁ ସେ ବୁଝିବ, ତେବେ ଭଗବାନଙ୍କ ସାମ୍ନାରେ ଥରୁଟିଏ ନିଜର ଦୁଃଖ କହିବା ପ୍ରାରମ୍ଭ କରିଦିଅନ୍ତୁ, ନିଜର ସୁଖ ବି କହିବା ପ୍ରାରମ୍ଭ କରିଦିଅନ୍ତୁ। ଆପଣମାନେ ନିଜେ ଦେଖିବେ ଯେ ଏହି ଏତେ ସୁନ୍ଦର ଭାବରେ ଆପଣଙ୍କର ଜୀବନର ସବୁ ପ୍ରୋବ୍ଲେମ, ସବୁ ସମସ୍ୟାର ସମାଧାନ ହବ, ଆପଣ ନିଜେ ବି ବିଶ୍ୱାସ କରିପାରିବେ ନାହିଁ। ଥରୁଟିଏ ବିଶ୍ୱାସର ସହକାରେ ଆପଣ ଭଗବାନଙ୍କୁ ନିଜର ସବୁ କିଛି କହିବା ପ୍ରାରମ୍ଭ କରନ୍ତୁ, ଦେଖିବେ ସବୁ ସମାଧାନ ହବ। ଏହି 5ଟି କଥା ସଦାସର୍ବଦା ଗୋପନୀୟ ରଖନ୍ତୁ, ନଚେତ୍ ଆପଣ ବର୍ବାଦ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡିଓରେ। ଆଶା କରୁଛି ଆଜିର ଭିଡିଓଟି ଆପଣଙ୍କୁ ନିଶ୍ଚୟ ହୃଦୟକୁ ଛୁଇଁଥିବ। ଦର୍ଶକ ବନ୍ଧୁ, ଏହିଭଳି ମନଛୁଆଁ ଭିଡିଓ ଦେଖିବା ପାଇଁ ହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ ତ ନିଶ୍ଚୟ କରନ୍ତୁ।